ପିଲାମାନେ ଆଜି ମୁଁ ତୁମମାନଙ୍କ ପାଇଁ ବିଗତ ବର୍ଷର ପ୍ରଥମ ଶ୍ରେଣୀ ବିଜ୍ଞାନ ମୌଖିକ ପ୍ରଶ୍ନ ନେଇ ଆସିଛି। ଆଜି ଏହାର ଆଲୋଚନା କରିବା। 11 ପ୍ରଶ୍ନ, ଆମେ ଆକାଶରେ କ'ଣ କ'ଣ ଦେଖିଥାଉ? ଆନ୍ସର ହେଉଛି କ'ଣ? ଆମେ ଆକାଶରେ ସୂର୍ଯ୍ୟ, ଚନ୍ଦ୍ର ଓ ତାରା ଦେଖିଥାଉ। ସୂର୍ଯ୍ୟ, ଚନ୍ଦ୍ର ଓ ତାରା ଦେଖିଥାଉ। ଖ ପ୍ରଶ୍ନ, ପୃଥିବୀ ଓ ଚନ୍ଦ୍ରର ଚିତ୍ର ଦେଖାଇ ପୃଥିବୀ ଓ ଚନ୍ଦ୍ର କାହା ଦ୍ୱାରା ଆଲୋକ ପାଆନ୍ତି? ପୃଥିବୀ, ଚନ୍ଦ୍ର ସୂର୍ଯ୍ୟଙ୍କ ଦ୍ୱାରା ଆଲୋକ ପାଇଥାନ୍ତି। ଉତ୍ତର କ'ଣ ହେବ? ଉତ୍ତର ହେଲା ସୂର୍ଯ୍ୟ। ଗ ପ୍ରଶ୍ନ, ବେଲୁନକୁ ଫୁଙ୍କିଲେ ଫୁଲି ଉଠେ କାହିଁକି? ଉତ୍ତର ହେଉଛି ବେଲୁନକୁ ଫୁଙ୍କିବା ଦ୍ୱାରା ଏହା ମଧ୍ୟକୁ ବାୟୁ ପ୍ରବେଶ କରି କିଛି ସ୍ଥାନ ଅଧିକାର କରିଥାଏ, ଫଳରେ ବେଲୁନଟି ଫୁଲି ଉଠେ। ବେଲୁନକୁ ଫୁଙ୍କିବା ଦ୍ୱାରା ଏହା ମଧ୍ୟକୁ ବାୟୁ ପ୍ରବେଶ କରି କିଛି ସ୍ଥାନ ଅଧିକାର କରିଥାଏ। ଫଳରେ ବେଲୁନଟି ଫୁଲି ଉଠେ। ଘନ ପ୍ରଶ୍ନ, ବିଜ୍ଞାନ ବହିରେ ବିଶ୍ୱଚିତ୍ରକୁ ଦେଖାଇ ଏଥିରେ ପୃଥିବୀକୁ ଚିହ୍ନାଅ। ପିଲାମାନେ ଇଏ ହେଉଛି ବିଶ୍ୱଚିତ୍ର। ହେଉଛି ସୂର୍ଯ୍ୟ, ହେଲା ବୁଧ ଗ୍ରହ, ଶୁକ୍ର ଗ୍ରହ, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍, ନେପଚୁନ୍। ତା ମଧ୍ୟରୁ ଇଏ ହେଉଛି ଆମର ପୃଥିବୀ ଗ୍ରହ। ନ ପ୍ରଶ୍ନ, ମାଟି ଦେଖାଇ ଏଥିରୁ ତିଆରି ଦୁଇଟି ଜିନିଷର ନାମ କୁହ। ମାଟିରୁ କ'ଣ ତିଆରି ହୁଏ ପିଲାମାନେ? ମାଟିରୁ ମାଠିଆ ତିଆରି ହୋଇଥାଏ, ଇଟା ମଧ୍ୟ ତିଆରି ହୋଇଥାଏ। ମାଠିଆ ଓ ଇଟା ମଧ୍ୟ ତିଆରି ହୋଇଥାଏ। 4 ପ୍ରଶ୍ନ, ଏକ ଗଛ ଦେଖାଇ ଏହାର ବିଭିନ୍ନ ଅଂଶକୁ ଚିହ୍ନାଅ। ପିଲାମାନେ ଇଏ ହେଉଛି ବାଇଗଣ ଗଛ ଚିତ୍ର। ଏହାର ବିଭିନ୍ନ ଅଂଶ ଗୁଡ଼ିକ ହେଲା ପତ୍ର, ଫୁଲ, ଫଳ, କାଣ୍ଡ ଏବଂ ଚେର। ପତ୍ର, ଫୁଲ, ଫଳ, କାଣ୍ଡ ଓ ଚେର। ପ୍ରଶ୍ନ, କ'ଣ ପ୍ରଶ୍ନ ଦେଇଛି? ଆମ ଶରୀରର ଦୁଇଟି ଅଙ୍ଗର ନାମ କୁହ। ଆମ ଶରୀରର ଦୁଇଟି ଅଙ୍ଗ ହେଲା କ'ଣ ପିଲାମାନେ? ହାତ ଏବଂ ଗୋଡ଼। ଖ ପ୍ରଶ୍ନ, ଆମେ ଖାଦ୍ୟ ଖାଉ କାହିଁକି? ଆମେ ଖାଦ୍ୟ ଖାଇଲେ ଶକ୍ତି ପାଇଥାଉ, ସେଥିଲାଗି ଆମେ ଖାଦ୍ୟ ଖାଇଥାଉ। ଆନ୍ସର କ'ଣ ହେବ? ଆମେ ଖାଦ୍ୟ ଖାଇଲେ ଶକ୍ତି ପାଇଥାଉ, ସେଥିଲାଗି ଆମେ ଖାଦ୍ୟ ଖାଇଥାଉ। ଗଣ ପ୍ରଶ୍ନ, ଖରାଦିନେ ଖାଉଥିବା ଦୁଇଟି ଫଳର ନାମ କୁହ। ଖରାଦିନେ ଖାଉଥିବା ଦୁଇଟି ଫଳ ହେଲା କ'ଣ ପିଲାମାନେ? ତରଭୁଜ, କାକୁଡ଼ି। ଘନ ପ୍ରଶ୍ନ, ଦୁଇଟି ଖଣିଜ ତୈଳ ନାମ କୁହ। ଦୁଇଟି ଖଣିଜ ତୈଳ ହେଲା ପେଟ୍ରୋଲ, ଡିଜେଲ।
ଡିଜେଲ। ପ୍ରଶ୍ନ ବାୟୁର ଦୁଇଟି ବ୍ୟବହାର କୁହ। ଆନ୍ସର ହେଉଛି ବାୟୁ ନିଆଁ ଜଳିବାରେ ସାହାଯ୍ୟ କରିଥାଏ, ଓଦା ଲୁଗା ଶୁଖିବାରେ ମଧ୍ୟ ବାୟୁ ସାହାଯ୍ୟ କରିଥାଏ। କ'ଣ ପିଲାମାନେ? ନିଆଁ ଜଳିବାରେ ସାହାଯ୍ୟ କରିଥାଏ, ନିଆଁ ଜଳିବାରେ ସାହାଯ୍ୟ କରିଥାଏ, ଓଦା ଲୁଗା ଶୁଖିବାରେ ମଧ୍ୟ ସାହାଯ୍ୟ କରିଥାଏ। 4 ପ୍ରଶ୍ନ ସୂର୍ଯ୍ୟଠାରୁ ଦୂରତମ ଦୁଇଟି ଗ୍ରହ ନାମ କୁହ। ସୂର୍ଯ୍ୟଠାରୁ ଦୂରତମ ଦୁଇଟି ଗ୍ରହ ହେଲା ପିଲାମାନେ କ'ଣ? ୟୁରେନସ୍, ନେପଚୁନ୍। ୟୁରେନସ୍ ଓ ନେପଚୁନ୍।